କରିବା କଥା ନାହିଁ। ବୋଲେ ନାରୀ ଚାହିଁଲେ ସେ ଦେବୀ ହେଇଯିବ, ପୁଣି ନାରୀ ଚାହିଁଲେ ମା ହେଇଯିବ, ନାରୀ ଚାହିଁଲେ ସଂହାରକର୍ତ୍ରୀ ହେଇଯିବ। এই ନାରୀ ଭଗବାନ ସୃଷ୍ଟି ହେଇଛନ୍ତି। କିଏ କିଏ ଜାତ ହେଇଛନ୍ତି? ଜୟତି ଜଗତି ମାୟା ଯସ୍ୟ କୈୟାଧବସ୍ତେ ବଚନ ରଚନ ମେକଂ କେବଲଂ ଚାକଲବ୍ୟ ଧ୍ରୁବପଦମପି ଜାତ ଯତ୍କୃପାतो ଧ୍ରୁவோऽୟଂ सकल कुशल पात्रं ब्रह्मपुत्रं नतास्मि। कहले माता सुनीति गर्भरु ध्रुवंकर जात, माता कयाधि गर्भरु प्रहलादंकर जात, अनेक मात गर्भरु वैष्णव संतान होइछन्ति। तेणु हे भ्राता मु आपनकु उठे कहबी, एषा तवानुजा बाला कृपणा पुत्रिकोपमा। ये तुमर सान भौणी। तेणु बड़ भाई पाखे सान भौणी कन्या तुल्या, से झील समान। तेणु तुम कन्याटी को निज संतति केमती नष्ट करदेव। तेणु तुमर भय तो अष्टम गर्भ, से अष्टम गर्भ को तुमको मु देदेवी, चिंता करनी, किछि चिंता करनी, मु प्रतिज्ञा करुछि। कंस जानिथिला वसुदेव होउछंती सत्य प्रज्ञ, पिलापुर सांग होइछंती। कहले देवता केतेबेले भूल कहि देबे, किंतु वसुदेव केबे मिथ्या कहिबे। देवता मिथ्या कहि परिबे, वसुदेव केबेले मिथ्या कहिबे नाही। एक कथा चिंता करी कि कोन कले ना ठीक अछि, जो संतान पई तुम चिंता करूछ मु तुम हाथ रे दे दे। ए भली भाव रे कोन कले ना देवकी को छाड़ी देले। देवकीर जेतेबेले प्रथम पुओटी हैला सांगे सांगे कंस पाखे नहीं पहुंचे देले। किए वसुदेव जेतेबेले कंस पाखे नहीं पहुंचे देले, ये कंस जानिला वसुदेव सत्य। अष्टम गर्भ चिंता, एटा तो छोट छुआटे, ये मोर कोन करबा। तो गोटे पिला ने पुणी द्वितीय संतान हैला, पुणी भी नहीं कि वसुदेव गले। एमिति गोटिए पर गोटिए संतान जते नहीं गला बेले कंस राक्षस हेले भी ता भितरे बेले बेले सदगुरी आसे। कोन कहछि, प्रतिजात कुमारोयं न्यायस्मादस्ति मे भयं। तुम छोट बालक मान को नहीं जा, मोर एथे किछि भय नाही। तापर छोटा संतान फेरे नेले। तापर जते सप्तम संतान सेतेबेलकु कोन हैला ना एबले गोटिए पर गोटिए जते छटी संतान हे जायछि, गोटिए पर गोटिए फेरे नैछन्ति। कुआरे थिले घर द्वार नथिबा लोकटा पळि आसिला। कोला एमिति जदि हबो ताले तो भगवान को लीला हे परिबनी। आ भगवान को ये जो अवतार अभिमुख्य कोन पई, परित्राणाय साधूनां विनाशाय च दुष्कृतां धर्म संस्थापनाय संभवामि युगे युगे। जब जब होई धर्म के हानि, बढ़ई असुर भव अभिमानी। श्री राम जय राम, जय जय राम। श्री राम जय राम, जय जय राम। ये तो फेरे दे चलथिबे, पिला बड़ होइथिबे, ताल लीला केमिति होबो। एई भितरे दिने पहुंच आछन्ति किए कृष्णयो वसुदेवाद्या देवक्या जदुत्रिय। दिने पहुंच छन्ति किए ना सर्वत्र पर्याप्त जे बोलिला वाला कीर्तन करा वाला किए श्रीमन नारायण नारायण श्रीमन नारायण नारायण नारायण
ଦେବର୍ଷି ନାରଦ ଆସିକି ପହଞ୍ଚି ଗଲେ କଂସ ଘରେ। ଦେବର୍ଷି ନାରଦକୁ ସବୁଠି ସମ୍ମାନ, କଂସ ଘରେ ଯେତିକି ସମ୍ମାନ ଏପଟେ ନନ୍ଦ ଗୃହରେ ସେତିକି, ବସୁଦେବ ଗୃହରେ। କାହିଁକିନା ଦେବର୍ଷି ନାରଦ ସେ କେବଳ ଗୋଟିଏ ଅବତାର ଯିଏକି ଭଗବାନ ଛଡ଼ା ଆଉ କିଛି ଜାଣିନାହାନ୍ତି। ସବୁବେଳେ କେବଳ ମନରେ ତାଙ୍କର ନାମ ଚାଲିଥିଲା। ଆଉ ବେଳେ ବେଳେ ସେ ଭଗବାନଙ୍କ ଇଚ୍ଛାରେ କିଛି କରନ୍ତି, ନିଜ ଇଚ୍ଛାରେ ନୁହେଁ। ଆସିକି ଲଗେଇଦେଲେ, କଳି ଲଗେଇଦେଲେ, କହିଲେ ହେ କଂସ, ତୁମେ ଜାଣିଛ ଏଇ ଯୋଉ ଦେଖୁଛ ବ୍ରଜରେ ସବୁ ବାସ କରିଛନ୍ତି ନନ୍ଦ ଆଦି, ଏଗୁଡାକ ସାଧା ଲୋକ ନୁହେଁ। ଆଉ ଏଇ ଯୋଉ ଦେଖୁଛ ଏଠି ମଥୁରାର ସ୍ତ୍ରୀ ମାନେ ଅଛନ୍ତି ବସୁଦେବ ଆଦି, ଏମାନେ ସବୁ କିଏ ଜାଣିଛ? ଏମାନେ ସବୁ ଜାତି ଭାଇ। ଏ ନନ୍ଦ ବସୁଦେବ ଇଏ ସମସ୍ତେ ଜାତି ଭାଇ। ଆଉ ଏମାନେ ସବୁ କୋଉଠୁ ଆସିଛନ୍ତି ଜାଣିଛ? କିଛି ସ୍ୱର୍ଗରୁ ଆସିଛନ୍ତି, କିଛି ବ୍ରହ୍ମଲୋକରୁ ଆସିଛନ୍ତି, କିଛି ବୈକୁଣ୍ଠରୁ ଆସିଛନ୍ତି। ଆଉ ତାଙ୍କ ଭିତରେ ଗୋଟେ ଚାଲିଛି ଭିତରେ ତମ ପାଇଁ ଷଡ଼ଯନ୍ତ୍ର। ଦୈତ୍ୟ ମାନଙ୍କୁ ମାରିବା ପାଇଁ ଏମାନେ ସବୁ ଦେବତା ମାନେ ଜନ୍ମ ନେଇଛନ୍ତି। ଏଇ କଥାଟି ତ କହିଦେଇ ନିଆଁ ଲଗେଇଦେଲେ। ଆଉ କହିଲେ ଆଉ ତମେ ଯୋଉ 6ଟି ସନ୍ତାନକୁ ଛାଡ଼ିଦେଲ ଯେ କୌଣସି ବିପତ୍ତି ନାହିଁ, ତମେ ଜାଣିଛ ପଦ୍ମ ଫୁଲ ଦେଖିଛ, 8ଟା ପାଖୁଡା ଦେଖିଛ, 1 2 3 4 5 6 7 8, 1 2 କୋଉଟା ଆଠମ କୋଉଟା ପ୍ରଥମ ବି ତମେ ଜାଣିପାରିବନି। କିଏ ଭଗବାନ କୃଷ୍ଣ ବଡ଼ ଯୋଗେଶ୍ୱର, ଯୋଗ ମାୟା ସମାବୃତ, ସେ କେତେବେଳେ କଣ କରିଦେବେ ତମେ ଜାଣିନ। ଏତିକି କହିଦେଇକି ପୁଣି କଣ କଲେ? କହି ତ ଦେଲେ, ଆଉ କିଛି ନ କହିକି ଅଧାରେ କଥା ରଖିଦେଇକି କଂସ ମନରେ ଟିକେ ଉତ୍ତପ୍ତ କରିଦେଇକି ପୁଣି ଚାଲିଲେ। ଶ୍ରୀମନ୍ନାରାୟଣ ନାରାୟଣ ତମକୁ ବିଷ ଦେଇ ମରା ହେଇଥିଲା। ଆଉ ସେଇ ଭଗବାନ ବିଷ୍ଣୁ ଏବେ ରାଗରେ ସେ ଏମାନଙ୍କଠେ ଆସିକି ଜନ୍ମ ନେବେ ଏଇ ବସୁଦେବ ଦେବକୀଙ୍କ ପାଖରେ। ତେଣୁକରି ସାଙ୍ଗେ ସାଙ୍ଗେ କଂସ କଣ କଲା? ଭଉଣୀ ଦେବକୀ ଆଉ ଭିଣେଇ ବସୁଦେବକୁ ଗୋଟେ ନିଗୂଢ କାରାଗାରରେ ଅନ୍ଧକାର ଭିତରେ ନେଇକି ବନ୍ଦୀ କରିଦେଲା। ବନ୍ଦୀ କରିକି ଗୋଟିଏ ପରେ ଗୋଟିଏ ଶିଶୁକୁ ସବୁ ବଦ୍ଧ କରିଦେଲା। ଯଦିଓ ସେ ଶିଶୁମାନେ ପୂର୍ବ ଶାପ ବଶତଃ ଏଥିରେ ଋଷି କୁମାର ଥିଲେ, ଏ ଅନ୍ୟାନ୍ୟ ପୁରାଣରେ ହରିବଂଶ ପୁରାଣରେ ରହିଛି, ଭାଗବତରେ କମ୍ ରହିଛି। ଏତିକି ଭିତରେ କଣ କଲା? କଂସ ତାର ଉତ୍ତାପ ଦେଖେଇବା ପାଇଁ ଖାଲି ସେତିକି ନୁହେଁ, ନିଜ ପିତା ଉଗ୍ରସେନକୁ ମଧ୍ୟ କାରାଗାରରେ এইগুলি ରଖିଦେଲା ପରେ କଂସ କଣ କରିଛି? ନିଜର ବନ୍ଧୁମାନଙ୍କୁ ଡାକି, ସାଙ୍ଗମାନଙ୍କୁ ଡାକି, କିଏ କିଏ ତା ବନ୍ଧୁ ସାଙ୍ଗ ସୁଖଦେବ ଗୋସ୍ୱାମୀ ବନ୍ଦନ କରୁଛନ୍ତି। ପ୍ରଳମ୍ବ ବକଚାଣୁର, ଯେମିତିଆ ଲୋକକୁ ସେଇଭଳିଆ ସାଙ୍ଗ ହେବେ। ଉତ୍ତମ ସଙ୍ଗେ ସଙ୍ଗୀ ଯାର ନା ପ୍ରଳମ୍ବାସୁର, ବକାସୁର, ତାପରେ ଚାଣୁର, ତୃଣାବର୍ତ୍ତ, ଅରିଷ୍ଟାସୁର, ମୁଷ୍ଟିକ, ଯେତେ ରାକ୍ଷସ କଥା ଆଗକୁ ଲୀଳା ପଢିବେ ସେଇମାନଙ୍କୁ ସବୁ ସାଙ୍ଗ କରିଛି। ତାପରେ ପରେ ଆଉ କେତେକ ରାଜା ଥିଲେ ଦ୍ୱାପର ଯୁଗରେ, ଯେମିତିକି ବାଣାସୁର, ଭୌମାସୁର। ଯୋଉ ଭୌମାସୁରଠୁ 16,100 କନ୍ୟାକୁ ଆଣିକି ଭଗବାନ ଶ୍ରୀକୃଷ୍ଣ ପାଣି ଗ୍ରହଣ କରିଥିଲେ। କହିଲେ ସବୁଠୁ ଏମାନେ ଏପରିକି ସାଲୁଅ ଆଉ ନା ସେତେବେଳେ କୁରୁବଂଶୀଙ୍କ ସହିତ ଯୋଉମାନେ ମହାଭାରତ ଯୁଦ୍ଧରେ ଶାସ୍ତି ଦେଇଥିଲେ, ଶିଶୁପାଳ, ଦନ୍ତବକ୍ର ଆଦି, କହିଲେ ଏମାନେ ସବୁ ତାର
ସାଙ୍ଗ ଏଇଭଳି 6ଟି ସନ୍ତାନକୁ କଂସ ମାରିଦେଲା ପରେ ସପ୍ତମ ଗର୍ଭ ଭଗବାନ କଣ କଲେ ନା ସପ୍ତମ ଗର୍ଭରେ ମନେ ମନେ ସେତେବେଳେ ରାମାବତାରରେ ଲେଖା ଅଛି ଅଧ୍ୟାତ୍ମ ରାମାୟଣରେ ଲକ୍ଷ୍ମଣ ମନେ ମନେ ଭାବୁଛନ୍ତି ମୁଁ ଯଦି ଆଗାମୀ ଜନ୍ମରେ ବଡ଼ ଭାଇ ହେବି ମୁଁ କୃଷ୍ଣକୁ ଶାସନ କରିବି କାହିଁକି ଏ ରାମଚନ୍ଦ୍ର ଅବତାର ଏ ବଡ଼ ଭାଇ ହେବାରୁ ଏତେ ଦୟାଳୁ ଏଡ଼େ କୃପାଳୁ ଲୋକାଭିରାମଂ ରଣରଙ୍ଗଧୀରଂ ରାଜୀବନେତ୍ରଂ ରଘୁବଂଶନାଥଂ କାରୁଣ୍ୟରୂପଂ କରୁଣାକରଂ ଶ୍ରୀରାମଚନ୍ଦ୍ରଂ ଶରଣଂ ପ୍ରପଦ୍ୟେ। श्रीराम जय राम जय जय राम श्रीराम जय राम जय जय राम श्रीराम जय राम जय जय राम श्रीराम जय राम जय जय रामचंद्र भगवान की जय। ତେଣୁ ଭଗବାନ ଅନ୍ତର୍ଯାମୀ ଜାଣିକି କଣ କଲେ ଲକ୍ଷ୍ମଣକୁ ଏଇ ଜନ୍ମରେ ଶେଷ ଅନନ୍ତ ଅଶେଷକୁ ମା ଦେବକୀଙ୍କ ଗର୍ଭରେ ସପ୍ତମ ଗର୍ଭରେ ସ୍ଥାନ ଦେଲେ ସପ୍ତମ ଗର୍ଭରେ ଆସିକି ମା ଦେବକୀ ବଡ଼ ପ୍ରସନ୍ନ ହେଇଗଲେ ଏଇ ଭିତରେ ମା ଦେବକୀ ମନେ ମନେ କହୁଛନ୍ତି 6ଟା ସନ୍ତାନ ତ କଂସ ମାରିଦେଲା ଇଏ ମୋ ସପ୍ତମ ଗର୍ଭ ତ ଚାଲିଯିବନି ଭଗବାନ କିଏ ହଉଛନ୍ତି ଭଗବାନ ବିଶ୍ୱାତ୍ମା ଯେ ବିଶ୍ୱର ସମସ୍ତଙ୍କ କଣ କଣରେ ବିରାଜମାନ କରିଥାନ୍ତି ମା ହୃଦୟ କଥା ଜାଣିପାରିଲେ ଜାଣିକି ସାଙ୍ଗେ ସାଙ୍ଗେ କହିଲେ ନିଜ ଯୋଗମାୟାକୁ କହିଲେ ଗଚ୍ଛ ଦେବୀ ବ୍ରଜଂ ଭଦ୍ରେ ଗୋପ ଗୋବିରଲଙ୍କୃତଂ ରୋହିଣୀ ବସୁଦେବସ୍ୟ ଭାର୍ଯ୍ୟାସ୍ତେ ନନ୍ଦଗୋକୁଳେ ଅନ୍ୟାଶ୍ଚ कंस संविघ्ना विवरेषु वसन्ति। हे देवी तुम्हें यथाशीघ्र ब्रज को जाओ बोली कहीं कहले ना जितने कंस वसुदेव आ देवकी को कारागार भितर रखिदेला सेतेबेले वसुदेवଙ୍କର ଆଉ ନନ୍ଦ ବାବାଙ୍କର ବି ପୂର୍ବ ଭଲ ସଂସର୍ଗ ତାଙ୍କର ବନ୍ଧୁ ଥିଲେ ତେଣୁକରି ରୋହିଣୀ କି କହିଲେ ତୁମେ ମୋ ବନ୍ଧୁ ଗୃହରେ ଯାଇକି ରୁହ ମାତା ରୋହିଣୀ ସେତେବେଳେ କୋଉଠି ଥାନ୍ତି ଗୋକୁଳରେ ଥାନ୍ତି ତେଣୁ କହିଲେ ତୁମେ ଯଥାଶୀଘ୍ର ଯାଅ ମା ଦେବକୀଙ୍କ ଗର୍ଭରୁ ନେଇକି କୋଉଠି ରଖିବ ନା ରୋହିଣୀଙ୍କ ଗର୍ଭରେ ଯୋଉଟା ଆଜିକାଲି ବିଜ୍ଞାନୀ କହୁଛନ୍ତି ବହୁତ ମୂର୍ଖ ଆପଣ ଜାଣିବେ କେବଳ ଇଂଲିଶ କମ୍ପ୍ୟୁଟର ଆଉ ଅଧା ବିଜ୍ଞାନ ମାନେ କଳିଯୁଗରେ ଜ୍ଞାନ they have no sufficient knowledge of what is science विज्ञान किछि नहीं विज्ञान कहले एगुरा स्कूल कॉलेज रे पढ़नाती जनरल साइंस ताना कोन जनरल साइंस आध्यात्मिक विज्ञान बहुत थरे आज जोटा को सेरोगेसी मदर बोली कहउछंती एबे कहला ना एटा सेरोगेसी मदर है जोटा कि आज बाहला बिफोर दैट द्वापर युग रे सेरोगेसी चलितिला रोहिणी देवकी गर्भरु रोहिणी कोन तत संस्पृश्य रोहिण्या उदरे सन्निवेशय तुम्हें ये देवकी गर्भरु नहीं की रोहिणी गर्भरे रखि दियो आ एथि पई आ सेथरे मु जन्म नेबी से रोहिणी गर्भरे मु निजे बड़ रूप धरि की मु जन्म नेबी आ ए भई कहि की बड़ प्रसन्नतार सहित कोन कले बोले हे देवी तुम्हें कामटी कला पर तुम जगत रे पूजिता जेतेबेले पर्यंत जोगमाया वृंदावन रे थांती प्रेम प्राप्ति पाई थांती से जोगमाया जेतेबेले वृंदावन छाड़ी की बाहर को पळे आसंती से कोन होती ना विमुख मोहिनी माया दुई प्रकार माया जहा की लेखा अछि उज्जवल नीलमणि नामक ग्रंथ श्रीपाद गोस्वामी उन्मुख मोहिनी विमुख मोहिनी माता दुर्गा जी विमुख मोहिनी अर्थात कोन मा गुरु नहीं किंतु जीव कौन करता है चंडी मंदिर जीवा काली मंदिर जीवा ये केवल कामना वासना चरितार्थ करबा माता रुक्मिणी मध्य देवी पूजा करछंती ब्रजगोपी माने देवी पूजा करछंती किंतु ब्रजगोपी माने जेतेबेले देवी पूजा करछंती कौन करछंती कात्यायनी महामाये महाजोगिन्यधीश्वरी नंदगोप सुतम देवी
पति में कुरुते नमः हमर भगवान दरकार नहीं हमर के दरकार नंद नंदन हमर पति हो किंतु सही एका पूजा मां अंबिका की पूजा करिछंती के नमस्ते त्वांबिके विक्रम माता रुक्मिणी से कौन कहते भगवान पति में कुरु भगवान दरकार जने नंदनंदन बुझिछि जने भगवान जने माधुर्य आ जने ऐश्वर्य जने हे देवी नाम ध्येयानि कुर्वन्ति स्थानानि चनरा भुवि दुर्गेति भद्रकालीति विजया वैष्णवीति च बोले तुम्हें जगत रे पूजिता हबो पृथ्वीर विभिन्न जगह रे कोठी दुर्गा दुर्गा ऊपर कोठी भद्रकाली कोठी विजया कोठी वैष्णवी देवी आ कुमुदा चंडिका कृष्णा शेषरे पुणी माधवी कन्याकुमारी एई भली नाना नाम रे पूजिता हब तेणु यथाशीघ्र हे मोर जोगमाया तुम्हें जाइति एतिकी करि दियो एई भली जतबेले करि देखछिन जोगमाया बड़ प्रसन्न हे प्रभुंकर आज्ञा मानिबारे सबुठु बड़ कथा गोटे होची गुरु करबा द्वारा आपण मानके कथा मने पड़ला बोली कहूची जे गुरु केते लोक कहंती गुरु दीक्षा न लेले कोन होबो दे हैव नो सफिशिएंट नॉलेज गुरु इज ए इंस्ट्रक्टर दैट मींस गिविंग सम इंस्ट्रक्शंस गुरु सबले इंस्ट्रक्शन दो एटा मान सेटा मान एठकी जानी सेठकी ना किंतु गुरु कर जे गुरु हेतिबे संत भक्त सेमाने कोन कहंती इंस्पायर नॉट इंस्ट्रक्शन बट इंस्पायर मते देखि कि मो कथा सुनि कि जदि का जीवन रे परिवर्तन हला मु जानि नथि से मोर शिष्य से कितु जानिथिबो मु सेटा कि शिष्य गुरु शिष्य संपर्क कोनोसी प्रकार व्यवहारिक जगतर न हो काने गुरु को कहा जाय जे साक्षात अंतर्यामी तत्व रूप रे निहाई सेति पई वर्णन हिछि अखंड मंडलाकारं व्याप्त जेन चराचरं तत्पदं दर्शितं जेन तस्मै श्री गुरवे नमः तम गुरु तो गोटे कारण होतबो कि मठरे रहतबो आ कोटे हे गेले व्याप्त जेन चराचरं आ किंतु व्याप्त जेन चराचर किए जगदीश जगन्नाथ महाप्रभु तेणु कई कलि जुग रे आपण गुरु करंतु महाप्रभु जगन्नाथ को शास्त्र करंतु भागवत महापुराण नाम करंतु हरे कृष्ण महामंत्र निश्चय कल्याण हो पूर्व भानुवा पश्चिमे जीव अच्युत वचन विख्यान से केबे अच्युतानंद के आसी दिला 500 वर्ष तले ए अच्युतानंद के आपन को कॉन्फिडेंट सहित कहूची जे महाप्रभु जगन्नाथ महापुराण भागवत महामंत्र नाम करूची तार केही किछ कर परबे किछि कहि परबे नहीं निश्चय सद्गति हो मु आपन के ये व्यासासन कहूची ए शास्त्रीय सिद्धांत को के खंडन करछि कोन जाकरा के साया मार सके ना को सामने गुरु तो बढ़िया पछरे कोन कहबे भलो जे आज काले भलो आ जगन्नाथ सेबे भी भलो थिले एबे भी भलो ना ना जगन्नाथ गुरु कोला असुविधा अछि ना सेते बेले कालिया थिला आज काले को गोराई नै जदि छे तोला सेते बेले चका की एबे भी चका की तेन बे बाबा फाबा ढाबा पछरे पड़ो ना सब ढाबा मोते तो वर्तमान सुधा भी मोठु मन सब साना साना गुरु भाई आगे जने तबला बजेबा को आसु नथला ओम बोली से भी दीक्षा देला मु का गुरु केवल मु जानि छी मो गुरुदेव को पचारली तमे भगवान जदि को बोले नाही नाही बोले मु भगवान केमिति हेबी कालियो ऊपर चढ़ी भगवान नाचिले मु तो ये साधा साप देखि डरबी हम गुरुदेव कहले गुरु पूर्णिमा दिन आमी जाइता गुरु पूर्णिमा हमर गोटे गुरु भाई अछि भाई चित्कार करियो बोले गुरुदेव भगवान पूजो
ମୁଁ କହିଲି ଗୁରୁଦେବ ଯଦି ଭଗବାନ ହେଇଗଲେ ତାହେଲେ ତ ସବୁ ଏଠି ଖେଳ ସରିଯିବ, ଆଉ କୁଆଡ଼େ କିଛି ଯିବା ଦରକାର ନାହିଁ। ମୋଠୁ ଧୀରେ କି କାନ ପାଖରେ ଯାଇ ପଚାରିଲି, ଗୁରୁଦେବ ଆପଣ ଭଗବାନ ନା କିଏ କହିଲା? ମୁଁ କହିଲି ସେ ବାବା କହୁଛନ୍ତି ଆପଣଙ୍କର ବଡ଼ ଚେଲା। କହିଲେ ମୂର୍ଖଟା ଗିରିରାଜ ଗୋବର୍ଦ୍ଧନ ଟେକିଥିଲେ ଭଗବାନ କନିଷ୍ଠ ଆଙ୍ଗୁଳିରେ, ମୁଁ ଗୋଟେ 50 ଗ୍ରାମ ବଟକରା ଟେକି ପାରିବିନି, ମୁଁ କି ଭଗବାନ? ବୋଲେ ସେ ଭଗବାନ କଥା ମନା କରନ୍ତୁ, ଆଜି ନହେଲେ ବାଡ଼ିଆ ପିଟା ହବ ମଠରେ। କହିଲେ ଯାହା ଅତ୍ୟାନନ୍ଦ କରୁଛି ଇଏ ଗୁରୁଦେବଙ୍କର ମହିମା। ବୋଲେ ଆରେ ସେ କାଳିୟ ଦମନ ତ ଲୀଳା କରୁଥିଲେ, ମୁଁ ତ ସାଧା ସାପ ଦେଖିଲେ ଭୟ କରୁଛି। ତେଣୁ ଏଥିରୁ ଆପଣମାନେ ଗୁରୁ କାହାକୁ ବୁଝିଲେ? ଗୁରୁ କିଏ? ମନ୍ନାଥ ଶ୍ରୀ ଜଗନ୍ନାଥ ମଧୁଗୁରୁ ଶ୍ରୀ ଜଗଦ୍ଗୁରୁ ତସ୍ମୈ ଶ୍ରୀ ଗୁରବେ ନମଃ। ଜଗତେ ଗୁରୁ ବୋଲି ଯେହି ଏକରୁ ଦୁଇ ଆଉ ନାହିଁ। গোবিন্দ 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 পদু গড়ুছি ভগবন্দ একই গুরু জগন্নাথ তারি আর কে সমান। সেবক রঙ্গপান করি হেড়ে করিলে ভজনারি জ্ঞানানন্দ ভগবান জয়। ঠিক সেইভাবে যে জগন নিবাস সারা জগত যার ভিতরে নিবাস করেছি, আজি সে জগন নিবাস প্রভু কোন কলে এই কথা জানিকি দেবকীক গর্ভরে প্রবেশ করিগলে। জগত যা গর্ভরে আজি সে দেবকী গর্ভরে প্রবেশ করিগলে। দেবকী গর্ভরে যেতবে প্রবেশ করিগলে ব্রহ্মাদি সমস্ত দেবতা মানে কংস কারাগারକୁ আসলে ব্রহ্মা দেখি পারুনি অবস্থাରେ দেবতা মানে বড় সুন্দর স্তুতি କରିଛନ୍ତି। বড় সুন্দর তাকে কুହାଯାଇଛି গর্ভস্তুতি। গর্ভটাକୁ ସ୍ତୁତି କରିଛନ୍ତି, କୃଷ୍ଣକୁ ନାହିଁ। ନା କହିଲେ ଗର୍ଭଟାକୁ କାହିଁ ସ୍ତୁତି କଲେ? ନା ଯେତେବେଳେ ଶରୀର ମଣିଷ ଗଢ଼ା ହେଲା ସେତେବେଳେ ଗର୍ଭଟା ଯାଇକି କମ୍ପ୍ଲେନ କରିଦେଲେ କାହା ପାଖରେ? ବ୍ରହ୍ମାଙ୍କ ପାଖରେ। କହିଲେ ହାତ ଗୋଡ଼ ନାକ କାନ ପାଟି ସବୁ ଠିକ ଅଛି, ଗର୍ଭଟା ଯାଇକି ଅଭିଯୋଗ କଲା ବ୍ରହ୍ମାକୁ। କହିଲେ ସମସ୍ତେ ମା ଗର୍ଭରେ ଜନ୍ମ ହେବେ, ନିନ୍ଦା କରିବେ ଗର୍ଭଟାକୁ। ଭୁଲ ଛୁଆ କରିବ ନା ତା ମାଟା କେମିତି? କିନ୍ତୁ ମାର କଣ ଭୁଲ ହେଲା? ଛୁଆ ଭୁଲ କରିବ ମାର ଭୁଲ, ଛୁଆ ଦୁଷ୍ଟାମି କରିବ ବାପାର ଭୁଲ। ମାଟା ସେଠୁ କହିଲା ଇଏ ଗର୍ଭଟାକୁ ଏତେ ନିନ୍ଦା କରୁଛ, 10 ମାସ ଧରିବେ ଗର୍ଭରେ ପୁଣି ନିନ୍ଦିତ ହେବି। ଭଗବାନ ଆଶୀର୍ବାଦ ଦେଲେ, କହିଲେ ଦିନେ ଏମିତି ସମୟ ଆସିବ ତମ ନାକ କାନ ପାଟିକି ସ୍ତୁତି ହବ। ସ୍ତୁତି କାହାକୁ ହବ? ଗର୍ଭଟାକୁ ସ୍ତୁତି ହବ। ଯେତେବେଳେ ସେଇଠି ଗର୍ଭଧାରିଣୀ ମା କଣ କଲା? କହିଲା ମୋ ଗର୍ଭରେ ଯେତେ କଷ୍ଟ ପାଇଲେ ମଧ୍ୟ ମୁଁ ମୋ ଶିଶୁଟିକି 10 ମାସ 10 ଦିନ ଗର୍ଭରେ ରଖିବି। ତେଣୁ ନାଟି ସେଦିନ ହେଲା ଗର୍ଭସ୍ତୁତି। ସ୍ୱାଗତଂ କୃଷ୍ଣ
କରିଛନ୍ତି। ଦେବତା ମାନଙ୍କର ଏହି ଗର୍ଭସ୍ତୁତି କଣ ପ୍ରଥମ କି ସ୍ତୁତି କରିଛନ୍ତି? ସତ୍ୟବ୍ରତଂ ସତ୍ୟପରଂ ସତ୍ୟଂ ସତ୍ୟସ୍ୟ ଯୋନି ନିହିତଂ ଚ ସତ୍ये। କହିଲେ ପ୍ରଭୁ ଅଛନ୍ତି ସତ୍ୟ। କେମିତିକା ସତ୍ୟ? ନା ପ୍ରଭୁ ସତ୍ୟ ସଂକଳ୍ପ। ତେଣୁ ଭାଗବତର ପ୍ରଥମରେ ଆରମ୍ଭ ହୋଇଛି ସତ୍ୟଂ ପରଂ ଧୀମହି ମଙ୍ଗଳାଚରଣ। ପୁଣି ଶେଷରେ ଦ୍ୱାଦଶ ସ୍କନ୍ଧରେ ତ୍ରୟୋଦଶ ଅଧ୍ୟାୟରେ ଲେଖା ଅଛି ତସ୍ମୈ ଯେନ ବିଭାସିତୋୟଂ ତୁଲୋ ଜ୍ଞାନ ପ୍ରଦୀପ ପୁରା ତଦ୍ରୂପେଣ চ নারদায় নয়ে কৃষ্ণায় তদ্রূপিণা যোগীন্দ্রায় তদাত্মনাথ ভগবদ্রাতায় কারুণ্যত তৎক্ষুধম বিমলম বিশ্বকমতম সত্যম পরম ধীমহি। ভগবান হেলে সত্য সংকল্প। ভগবান যাহা কহিଥିଲେ কথা ଦେଇଥିଲେ ମୁଁ କଣ କରିବି ସାଦେବ କିସର୍ବ ଜଗନ୍ ନିବାସ ଭୂତାନି ତରାନ୍ନରେ। କହିଲେ ଯାହା ଭିତରେ ଜଗତ ନିବାସ କରିଛି ଆଜି ସେ ଜଗନ୍ନାଥ ପୁଣି ଦେବକୀ ଭିତରେ ନିବାସ କରିଛନ୍ତି। କହିଥିଲେ କି ନାହିଁ ଦେବତା ମାନଙ୍କୁ ବସୁଦେବ ଗୃହେ ସାକ୍ଷାତ। କହିଲେ ମୁଁ ଆସିବି କୋଉଠି? ଯାଅ ଯାଅ ତମେ ଚିନ୍ତା କରନି, ମୁଁ ବସୁଦେବ ଗୃହରେ ଆସିବି ଦେବକୀ ଉତ୍ତରରେ। ତେଣୁ ପ୍ରଭୁ ସତ୍ୟ ସଂକଳ୍ପ। ଆଉ ପୁଣି କଣ ନା ପ୍ରଭୁଙ୍କଠୁ ଆଉ ସତ୍ୟବାନ କେହି ନାହିଁ। ତାଙ୍କ ଜୀବନ ଛଡ଼ା କେବଳ ସତ୍ୟ କହିବା। ଭାଗବତ ଧର୍ମ ସତ୍ୟକୁ ଶିଖାଏ, ମିଥ୍ୟାବାଦୀ ହବନି, ସତ୍ୟ କହିବା। ଆଉ କଣ ହଉଛନ୍ତି ନା ସତ୍ୟ ଆଉ ଭଗବାନଙ୍କୁ ପାଇବା ପାଇଁ ବି ସତ୍ୟ ଦରକାର। ସିଏ ସତ୍ୟ ସଂକଳ୍ପ, ତାକୁ ପାଇବା ପାଇଁ କଣ ଦରକାର? ସତ୍ୟ ଦରକାର। ମିଥ୍ୟା କହିବନି, ମିଥ୍ୟା କହିକି ଭଗବାନଙ୍କୁ ପାଇପାରିବନି। ଏପଟେ କହୁଥିବ ମୋର ଧନ ଜନ ଲୋଡ଼ା ନାହିଁ, ପ୍ରାର୍ଥନା ଗାଉଥିବ। ଏପଟେ କହୁଥିବ ଏତେ ଗରିବ କଲ ମତେ କାହିଁ ପ୍ରଭୁ। ସେଇଭଳିଆ ନୁହେଁ ସତ୍ୟକୁ ଜୀବନରେ। ଆଉ ସବୁଠୁ ବଡ ହଉଛି କଣ ନା ସୃଷ୍ଟିର ପୂର୍ବରୁ। କାଲି କହୁଥିଲି ଭଗବାନଙ୍କର ଚତୁଶ୍ଲୋକୀ ଭାଗବତ ଅହମେ ବାସମେ ବାଗ୍ରେ ନାନ୍ୟ ଯତ ଶତ ଶତ ପରମ। ସୃଷ୍ଟି ପୂର୍ବରୁ, ସୃଷ୍ଟି ଭିତରେ, ସୃଷ୍ଟି ପରେ ସେ ଏକମାତ୍ର ରହିଥାନ୍ତି। ତେଣୁ ଆପଣ ସତ୍ୟ ରୂପେ ମଧ୍ୟ ବିରାଜମାନ। ବୋଲେ ଆଉ ନା ସତ୍ୟକୁ ଜାଣିବାକୁ ହେଲେ ସବୁଠୁ ବଡ କାରଣ କେମିତି ନା ସତ୍ୟ ବ୍ରତମ୍ ସତ୍ୟ ପରମ୍ ତ୍ରିସତ୍ୟମ୍। କହିଲେ ଆପଣଙ୍କଠୁ ପୁଣି ସତ୍ୟର ଉତ୍ପତ୍ତି ହେଇଛି କିଏ? ଇଏ ସିନା ହାଣ୍ଡି ମାଠିଆ ତିଆରି କରିଦବ, ମାଟି କିଏ ତିଆରି କରିଦବ? ବୈଜ୍ଞାନିକ ମାଟି ତିଆରି କଲାଣି, ପାଣି ତିଆରି କଲାଣି ବୈଜ୍ଞାନିକ। କେତେ ପାଣି ତିଆରି କରିବ? H2O କହିଦବ, ହାଇଡ୍ରୋଜେନ ପ୍ଲସ୍ ଅକ୍ସିଜେନ, ତାପରେ H2O କରିଦବ। ବୋଲେ ଜଳ ତିଆରି କରିପାରିବ? solid, liquid, luminous, ethereal, and alien. There are 5 fundamental factors. Chiti jala papak gagana samira pancharati kare radhama sarira. Sri Ram Jaya Rama Jaya Jaya Rama. Sri Ram Jaya Rama Jaya Jaya Rama. बोले ये जो पंच महाभूत जे आपणकर सृष्टि भगवान को देखिबा अर्थ ए माटी आमे माटी मां को पूजा करते, आमे जल को पूजा करते। ए जो गुडा को विधर्मी जबल गुडा को सिना हम मंदिर भांगी देबे, मूर्ति भांगी देबे, हम माटी रे काई रहतो? हम माटी तो भगवान, हम जल काई पूजा, हम जल भी भगवान। तमे हम आकाश को काई रहतो? हम आकाश भी भगवान। वेदरे ये सब को भी उच्चारण करा जायछि। आउ काकू ना पवन को वायु देवता आम। तेणु पवन तुम आउ नियन, तुम जदि आम मूर्ति भांगी दे भांगी दे, आम पवन के आउ नियन लाक बंद करी रखो। अरे वैदिक सनातन धर्म आरंभ आतार शेष नाही। मैं तो बारंबार कहूँ वेद प्रणीत धर्म धर्म तद विपर्जय वेद साक्षात नारायण स्वयंभू रीति सुश्रुम। ये सब गुड़ा का धर्म ना विधर्मी गुड़ा खोला चले थे कंधमाला पाख को नहीं सेपट एरिया एबा मते डर कि नु ना बोले फायर ब्रांड बाबाजी या काले गुली कर दे। इरे मते मारले तमर असुविधा कोन अछि? मां अछि ना बापा अछि ना भाई अछि? मरि गेले मरि जो। जे वास्तविक भगवान सहित जड़ित किछि किछि करबे से माने
କିଛି କହିପାରିବେନି। ଆଉ ସବୁଠୁ ବଡ଼ କଥା ମନେ ରଖିବେ, ମୃତ୍ୟୁ ଆଉ ଜନ୍ମ, ଜନ୍ମ ସଙ୍ଗେ ସଙ୍ଗେ ମୃତ୍ୟୁ ତ ସାଙ୍ଗରେ ଆସିଛି। ମୃତ୍ୟୁ ଯୋଉଦିନ ହବା କଥା ହବ। ତେଣୁ କରି ଆପଣ ହଉଛନ୍ତି ସତ୍ୟାତ୍ମକଂ ତ୍ୱାଂ ଶରଣଂ ପ୍ରପନ୍ନା। ଏଭଳି ଭାବରେ ଗୋଟିଏ ପରେ ଗୋଟିଏ ସ୍ତୁତି କରିଛନ୍ତି। ଏ କରି ସାରିଲା ପରେ ଯେତେବେଳେ ଭଗବାନଙ୍କୁ ଦର୍ଶନ କରିଦେଇଛନ୍ତି, କେମିତି ଆସେ ଭଗବାନ? ଜେନ୍ନେର ବିନ୍ଦାଖ୍ୟ ବିଭୂତିମାନିନଂ ତ୍ୱଜ୍ୟସ୍ତ ଭାବାଦ ବିଶୁଦ୍ଧ ବୁଦ୍ଧୟ ଆରୁହ୍ୟ କୃଷ୍ଣେଣ ପରଂ পদং তত পতন্ত্য যৌবনা দ্রুত যস্মতন্দ্রয়। বলে ଯେଉଁମାନେ ଆପଣଙ୍କ ଚରଣାରବିନ୍ଦରେ ଶରଣାପନ୍ନ ନ ହୁଅନ୍ତି, ଯେଉଁମାନେ ଆପଣଙ୍କ ଚରଣରେ ଆଶ୍ରୟ ନିଅନ୍ତି ନାହିଁ, ତାଙ୍କ ଭିତରେ ଭକ୍ତି ଭାବ ଉତ୍ପନ୍ନ ହୁଏନି, ତାଙ୍କ ଭିତରେ ଆପଣଙ୍କ ପ୍ରତି ଶ୍ରଦ୍ଧା ଜାତ ହୁଏନି। ସେମାନେ କଣ ନା ମିଛଟାରେ କେବଳ ମଣିଷ ଜନ୍ମ ନେଇଛନ୍ତି, ସେମାନଙ୍କୁ ବଦ୍ଧଜୀବ ବୋଲି କୁହାଯାଏ। ସେ ଲୋକ ଯଦି କଣ କରିବ ନା ତପସ୍ୟା ନ କରି ପୂର୍ବ ପ୍ରାରବ୍ଧ ବଶତଃ ଉଚ୍ଚ ସ୍ଥାନକୁ ବି ପଳେଇଲା, ତାକୁ ଏତେ ଲୋକ ମାନୁଛନ୍ତି, ମାନିଲେ କଣ ହେଇଗଲା? କିନ୍ତୁ ଯାହା ଭିତରେ ଭଗବାନଙ୍କ ଚରଣରେ ଭକ୍ତି ନାହିଁ, ଯାହା ଭିତରେ ଭଗବାନଙ୍କ ଚରଣାଶ୍ରୟ ହବାର ଲକ୍ଷଣ ନାହିଁ, ଯେତେ ଉପରକୁ ଗଲେ ମଧ୍ୟ କଣ ହବ ନା ଭକ୍ତି ହୀନ ହେଇଥିବାରୁ ତାର ଦିନେ ନା ଦିନେ କଣ ହବ? ପତନ୍ତ୍ୟ ଯୌବନା ଦ୍ରୁତ ଯସ୍ମତନ୍ଦ୍ରୟ। ଦିନେ ନା ଦିନେ ପତନ ହବ। ବହୁତ ଲୋକ କହନ୍ତି, ଆଜିକାଲି ପ୍ରଶ୍ନ ଯେ ଏଇ ଲୋକଟା ଭଗବାନଙ୍କୁ ଡାକୁନି, ପୂଜା ପାଠ କରୁନି, ଦିନକୁ ଦିନ ଉପରକୁ ଯାଉଛି, ଆମେ ଏତେ ଡାକିକି ଲାଭ କରୁ କଷ୍ଟରେ? এই শ্লোকরে নিজে দেবতা মানে কହୁଛନ୍ତି জেন্নের বিন্দাক্ষ বিমুক্তি মানিনা ত্বজ্যস্ত ভাবত বিশুদ্ধ বুদ্ধয় আরুহ্য কৃষ্ণেণ পরম পদম তত পতন্ত্য নান্ত যস্মতন্দ্রয়। বলে নিশ্চয় দিনে না দিনে সেମାନଙ୍କର পতନ ঘটিବ, অপেক্ষা কর। আরে কংস, রাবণ, শিশুপাল, দন্তবক্র এମିତି ଅନେକ ମାନଙ୍କର ଯାହାକି ଏଇଭଳି ଭାବରେ ବର୍ଣ୍ଣନ କରିଚାଲିଛନ୍ତି। ଏପଟେ ଯେତେବେଳେ ଦେଖିଦେଇଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କୁ, ସେଦିନ ମାତା ଦେବକୀଙ୍କ ପାଖରେ ଯେତେବେଳେ ପ୍ରକଟ ହୋଇଥିଲେ, ଭାଦ୍ର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ବୁଧବାର ରୋହିଣୀ ନକ୍ଷତ୍ରରେ, ସେଦିନ ରୋହିଣୀ ନକ୍ଷତ୍ର କହିବାର ଅର୍ଥ ବାସ୍ତବିକ ଯୋଉଦିନ ଗ୍ରହ ତାରା ସମସ୍ତେ ଶାନ୍ତ ଥାନ୍ତି, ସୌମ୍ୟ ଥାନ୍ତି, ଅର୍ଥାତ୍ ସେଦିନ ସମସ୍ତେ ଯିଏ ଆଜି ସେବ୍ୟ ତାଙ୍କ ସେବାରେ ଥାନ୍ତି। ଯୋଉ 16 କଳା ବୋଲି କୁହାଯାଏ, ଲୋକ ସାଧାରଣ ଲୋକ, ଏଟା ଶୁଦ୍ରମୁନି ଶାରଳା ଦାସଙ୍କ ଲେଖା। ବହୁତ ଲୋକ କହନ୍ତି ଜଗନ୍ନାଥ ଯେ 16 କଳା ତହୁଁ କଳାଏ ନନ୍ଦବଳା, ଭୁଲ ଜିନିଷ। ଆରେ ଜଗନ୍ନାଥ ଆଉ ନନ୍ଦନନ୍ଦନ ଭିତରେ କଣ ଭେଦ ଅଛି? ଜଗନ୍ନାଥ ପରିପୂର୍ଣ୍ଣ, ନନ୍ଦ ଅଲଗା। ଆରେ ନିଜେ ସ୍ପଷ୍ଟ କରାଯାଇଛି, କଣ କୁହାଯାଇଛି? ଭୁଜେ ସବ୍ୟ ବେଣୁ ଶିରସି ଶିଖି ପୁଚ୍ଛଂ କଟିତଟେ দুকুলং নেত্রান্তে সহচর কটাক্ষং বিদধতে সদা শ্রীমদ বৃন্দাবন বসতি লীলা পরিচয় জগন্নাথ স্বামী নয়ন পথগামী ভব তুমি। বলে ধীরে ধীরে বৃন্দাবন বিহারী সে আদি হচ্ছেন কি নীলাদ্রি বিহারী। যে বৃন্দাবন বিহারী সে নীলাদ্রি বিহারী, পুଣି ସେ 16 କଳା ହିଁ ଗୋଟେ କଳା। আরে সে 16 কলা কোন? ভাগবতরে দেখিব কাল, দিগ, পৃথিবী, জল ইয়ে গোটে গোটে কলা সব। অগ্নি, বায়ু, আকাশ, নক্ষত্র, মন এ সব গোটে গোটে কলা কুହାଯାଇଛି। ଆଉ ଅଂଶ କଳା ହିସାବରେ କିଛି କୁହାଯାଏ ନାହିଁ। এইভଳି ଭାବରେ ସେଦିନ ନଦୀ ପ୍ରସନ୍ନ ହେଇଛି, ଦିଗମାନେ ପ୍ରସନ୍ନ ହେଇଛନ୍ତି। ঠিক କେତିକି ବେଳେ ନା ପ୍ରଭୁ ଜନ୍ମ ନେଉଛନ୍ତି କେଉଁ ସମୟରେ? ନିଶୀଥେ ତମଦ୍ଭୁତେ ଜାୟମାନେ ଜନାର୍ଦ୍ଦନେ ଦେବକ୍ୟାଂ ଦେବରୂପିଣ୍ୟାଂ
ଯଥା ପ୍ରାଚ୍ୟଂ ଦିଶିନ୍ଦୁଇବ ପୁଷ୍କଳ। କହିଲେ ଯେମିତି ସେଦିନ ମଧ୍ୟରାତ୍ରି ଅଛି, ଚତୁର୍ଦିଗ ଅନ୍ଧକାର ହେଇଛି, ଭାଦ୍ର ମାସ କୃଷ୍ଣ ପକ୍ଷ, এই সময়ে ভগবান কোন কলে জগন নিবাসী হৃদয় নিবাসী প্রথমে বসুদেবଙ୍କ পাখে প্রকাশ ହେଲେ। ବସୁଦେବଙ୍କ ପାଖରେ ପ୍ରକାଶ ହେଇକି ତାପରେ ଦେବକୀ ଉଦରରୁ କଣ ହେଲେ, ଗର୍ଭରୁ ଜନ୍ମ ନେଲେ। କହିଲେ ଯେମିତି ପୂର୍ବ ଦିଗରେ ସୂର୍ଯ୍ୟ ଉଦୟ ହେଲା ଭଳିଆ, ତାହେଲେ ଆପଣ କହିବେ କଣ ପୂର୍ବ ଦିଗ ସୂର୍ଯ୍ୟକୁ ଜନ୍ମ ଦେଲା କି? ପୂର୍ବ ଦିଗଟା କଣ ସୂର୍ଯ୍ୟକୁ ଜନ୍ମ ଦେଲା କି? ଯେମିତି ପୂର୍ବ ଦିଗରେ ଯଥା ପ୍ରାଚ୍ୟଂ, ପ୍ରାଚୀ, ପୂର୍ବ ଦିଗକୁ କୁହାଯାଏ ପ୍ରାଚୀ, ପଶ୍ଚିମକୁ ପ୍ରତୀଚୀ ସଂସ୍କୃତ ଭାଷାରେ। କହିଲେ ପୂର୍ବ ଦିଗରେ ଯେମିତି ସୂର୍ଯ୍ୟ ପ୍ରକଟ ହେଲା ଭଳିଆ ଆଜି ବସୁଦେବଙ୍କ ପାଖରେ ସେ ବ୍ରହ୍ମ ପ୍ରକଟ ହେଇକି ବସୁଦେବ ରୂପୀ ତାଙ୍କ ପାଖରେ ସୂର୍ଯ୍ୟ ଆସିକି କୋଉଠି ପ୍ରକଟ ହେଲେ ନା ଦେବକ୍ୟାଂ, ଅର୍ଥାତ ଦେବକୀ ରୂପୀ ଯୋଉଠିକି ପୂର୍ବ ଦିଶାରେ ପ୍ରାକଟ୍ୟ ହେଲେ। ଜନ୍ମ କଥା କୋଉଠି ଲେଖା ହେଇନାହିଁ, ଜାୟମାନେ ଅର୍ଥାତ ସେଠି ଜନି ପ୍ରାଦୁର୍ଭାବେ ଅର୍ଥାତ ପ୍ରାଦୁର୍ଭାବ ହେଲେ। ଯେମିତି ବସୁଦେବ ଇଏ କାହା ପାଇଁ ନା ପ୍ରହ୍ଲାଦଙ୍କ ପାଇଁ ନୃସିଂହ ସ୍ତମ୍ଭରୁ ପ୍ରକଟ ହେଲେ। ଅଦିତି କଶ୍ୟପଙ୍କ ପାଖରେ ବାମନ ଭଗବାନ ପ୍ରକଟ ହେଲେ, ଜନ୍ମ ହେଇନାହାନ୍ତି ପ୍ରକଟ ହେଲେ। କହିଲେ ସେଇଭଳି ପ୍ରକଟ ହେଇଛନ୍ତି, ପ୍ରକଟ ହେଇକି ସାଙ୍ଗେ ସାଙ୍ଗେ କେମିତି ଦେଖାଗଲେ? ଆରେ ଯିଏ ଜନ୍ମ ହବ ଛୁଆଟା ହବ ନା, ଜନ୍ମ ହବ କେମିତି ଦେଖାଗଲେ? ପରମ ଜ୍ୟୋତି ଅଦ୍ୱୈତ ଅଭିକାରୀ ନିର୍ଗୁଣ জ্ঞানী গুণাবিহীন সারী। শ্রীরাম জয় রাম জয় জয় রাম, সংকট মোচন জয় হনুমান। কংসাসুরা সতনে শিবরা হরহুনাথ মম সংকট ঘোরা। শ্রীরাম জয় রাম জয় জয় রাম, রাম লক্ষ্মণ সীতা সুন্দর শ্যাম। बोले कृष्णचंद्र भगवान की जय। जन्म हेबो संगे संगे प्राकट्य हले केमितिया देखा गेले प्रभु। जदि जन्म होइथांते छोट शिशु होइथांते, किंतु सुखदेव गोस्वामी कहउचंती ना एठे जन्म होई नांती, प्राकट्य होइचंती। प्रादुर्भाव कोन प्रादुर्भाव हेले? कमद्भुतं बालकमं भुजैक्षणं चतुर्भुजं शंख गदायुधायुधं पीताम्बरं सान्द्रपयोदशौवरं। ବସୁଦେବ ଦେଖୁଛନ୍ତି ତାଙ୍କ ସମ୍ମୁଖରେ ଗୋଟେ ଅଦ୍ଭୁତ ବାଳକ, ତମଦ୍ଭୁତଂ, ଅଦ୍ଭୁତ ବାଳକ କାହିଁ କୁହାଗଲା? ଆଉ ଯଦି ପିଲା ଜନ୍ମ ହବ ନର୍ମାଲି ହବ ନା, ଯଦି ମୁଣ୍ଡଟା ବଡ ହେଇଥିବ କି ନାକଟେ ହେଇନଥିବ କାନଟେ ହେଇନଥିବ ଅଦ୍ଭୁତ ବାଳକ। ତେଣୁ ଏଠି ଭଗବାନ ଆଉ ନାକ କାନ ନଥିବା ନୁହେଁ, ଅଦ୍ଭୁତ ବାଳକ କାହିଁକି କୁହାଗଲା? ନା ତମଦ୍ଭୁତଂ ବାଳକମଂ ଭୁଜେକ୍ଷଣଂ। ବୋଲେ ଦେଖିବାକୁ ତାଙ୍କ ନେତ୍ର ବଡ କଣ ହେଇଛି ନା ପଦ୍ମ ଫୁଲ ଭଳିଆ। ଏମିତି ବି ଜଗନ୍ନାଥ ସ୍କନ୍ଦ ପୁରାଣ ମହାତ୍ମ୍ୟରେ ଜଗନ୍ନାଥ କଥାନ୍ତରରେ ଲେଖା ଅଛି, ଜଗନ୍ନାଥଙ୍କ ନେତ୍ର କେମିତି? ପଦ୍ମ ପଳାଶ ଲୋଚନଂ। ପଦ୍ମ ପଳାଶ ଲୋଚନ ଅର୍ଥାତ ଗୋଟେ ପଦ୍ମ ଫୁଲ ଫୁଟି ଗଲେ ଯେମିତି ଜଗନ୍ନାଥଙ୍କ ନେତ୍ର ସେମିତି, ମାନେ ଚକା ଆଖି। ଏ ଭଗବାନ କୃଷ୍ଣଙ୍କ ନେତ୍ର କେମିତି ନା ପ୍ରସ୍ଫୁଟିତ ପଦ୍ମ ଆଉ ବିଶାଳ ନେତ୍ର। ଆଉ କଣ ଦେଖୁଛନ୍ତି ନା ଆଉ ତାଙ୍କର ପୁଣି ଯୋଡେ ହାତ ନାହିଁ, ତାଙ୍କର କେତେ ହାତ ନା ଚତୁର୍ଭୁଜଂ ଶଙ୍ଖ ଗଦାୟୁଧାୟୁଧଂ। ଚାରିଟା ହାତ ଅଛି, ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ କରିଛନ୍ତି। ଆଉ ଶ୍ରୀବତ୍ସ ଲକ୍ଷ୍ମଙ୍ଗଲ ଶୋଭିକୌସ୍ତୁଭଂ, ଯୋଉ ବକ୍ଷସ୍ଥଳରେ ଲକ୍ଷ୍ମୀ ନିବାସ କରନ୍ତି ସେଠି ବ୍ରାହ୍ମଣ ଶ୍ରୀବତ୍ସ ପଦଚିହ୍ନ ବି ରହିଛି। ବସୁଦେବ ଦେଖୁଛନ୍ତି, କହିଲେ ଆଉ ଗଳାରେ ତାଙ୍କର କୌସ୍ତୁଭ ମାଳା ଧାରଣ କରିଛନ୍ତି। ଆଉ ଦେଖିବାକୁ କେମିତି? ପୀତାମ୍ବରଂ ସାନ୍ଦ୍ରପୟୋଦଶୌଭଗଂ,
ବର୍ଷା ଦିନେ ଦେଖିବେ ବର୍ଷା ହଉଥିବ, ବର୍ଷା ଛାଡିଗଲା ପରେ ଯୋଉ ଆକାଶ ଯେମିତି ଦେଖାଯାଏ ନୀଳ ମେଘ ଆକାଶ, କହିଲେ ସେଇଭଳିଆ ଦେଖାଯାଉଛି। ଆଉ ମସ୍ତକରେ ବହୁମୂଲ୍ୟ କଣ ପିନ୍ଧିଛନ୍ତି ନା ବୈଦୁର୍ଯ୍ୟ ମଣିର ମୁକୁଟ ପିନ୍ଧିଛନ୍ତି। ହୀରା ହୀରା ଲୀଳା ମୋତି ମାଣିକ ବୈଦୁର୍ଯ୍ୟ, କହିଲେ ସେଇଭଳିଆ ପିନ୍ଧିଛନ୍ତି। ଆଉ କଣ ନା କାନରେ ସୁନାର କୁଣ୍ଡଳ ପିନ୍ଧିଛନ୍ତି। ଆଉ ସବୁଠୁ ବଡ କଥା ହଉଛି ସୂର୍ଯ୍ୟ କିରଣ ପଡ଼ିଲେ ଯେମିତି କେଶ ଗୁଡାକ ସୁନ୍ଦର ଦେଖାଯାଏ, ତାଙ୍କ କେଶ ଗୁଡାକ କୁଞ୍ଚୁ କୁଞ୍ଚିଆ ହେଇଛି। ହଁ, ଆଉ ବଡ ସୁନ୍ଦର କଟିରେ ମେଖଳା ବନ୍ଧା ହେଇଛି, ସୁନାର ପଇତାଟେ ପିନ୍ଧିଛନ୍ତି। ସୂତାରେ ନୁହେଁ, ସୁନାର ପଇତା ପିନ୍ଧିଛନ୍ତି, ବାଜୁବନ୍ଧ କଙ୍କଣ ଆଦି ପିନ୍ଧିଛନ୍ତି। କହିଲେ ଏ ବାଳକର ଅପୂର୍ବ ଛଟାକୁ ଦେଖିକି ବସୁଦେବ ତ ହାତ ଯୋଡ଼ିକି କହୁଛନ୍ତି ଭଗବାନ ପଳେଇ ଆସିଲେ। ଆଉ ପୁଅ ବୋଲି କହିପାରୁଛନ୍ତି, ଏଇଭଳିଆ ରୂପ ଦେଖିଲେ କି ପୁଅ କହିବ? କଣ କହିବ? ଭଗବାନ କଣ କହିବ? ଭଗବାନ କହିବ। ଏଇଭଳି ଦୃଶ୍ୟକୁ ଦେଖିକି ବସୁଦେବଙ୍କ ନେତ୍ରରୁ ପ୍ରେମାଶ୍ରୁ, ଶରୀର ରୋମକମ୍ପ ଅଶ୍ରୁ ହଉଛି। ବସୁଦେବ ଆଉ ସମ୍ଭାଳି ପାରିଲେନି। ଭଗବାନ ଦେଖିକି ମହାଜ୍ଞାନୀ ବସୁଦେବ ସାଙ୍ଗେ ସାଙ୍ଗେ କଣ କଲେ? ସ୍ତୁତି କଲେ। ବିଦିତ ଭଗବାନ ସାକ୍ଷାତ୍ ପୁରୁଷଃ ପ୍ରକୃତେ ପରଃ କେବଳାनुभବାନନ୍ଦ ସ୍ୱରୂପ ସର୍ବବୁଦ୍ଧିଜୁ। ହେ ଭଗବାନ, ଆପଣ ହେଉଛନ୍ତି ପ୍ରକୃତିରୁ ଅତୀତ, ତ୍ରିଗୁଣାତୀତ। ଆପଣଙ୍କୁ କେବଳ ଅନୁଭବ କରିହେବ। ସତ, ଭଗବାନଙ୍କୁ କେବଳ ଅନୁଭବ କରିହେବ, କିନ୍ତୁ ଭଗବାନଙ୍କୁ ଏଭଳି ସାକ୍ଷାତ ଜାଣିବା ଏତେ ସହଜ କଥା। ଆପଣ ଅନୁଭବ ସ୍ୱରୂପ। ଆଉ ଯଥାର୍ଥରେ କହିଲେ ଆପଣଙ୍କର ଅନୁଭବ କେତେବେଳେ ହୁଏ ନା ଯେତେବେଳେ ଆନନ୍ଦ ମିଳୁଥିବ, ଜାଣିବ ଯେ ଭଗବାନ ପଳେଇ ଆସିছে। ଆପଣ ଆନନ୍ଦ ସ୍ୱରୂପ, ଆନନ୍ଦ ଘନ ବିଗ୍ରହ। এইଭଳି କହି କହି ଗୋଟିଏ ପରେ ଗୋଟିଏ ବସୁଦେବ ସ୍ତୁତି କରିଚାଲିଛନ୍ତି। ବସୁଦେବ ସ୍ତୁତି ସରିନି, ମା ଦେବକୀ ସିଏ ମଧ୍ୟ ସ୍ତୁତି କରିବାକୁ ଲାଗେ। ସେ ବି ଦେଖିଲେ ହାତ ଯୋଡ଼ିଦେଲେ। ହାତ ଯୋଡ଼ିକି ମା ଦେବକୀ କଣ କରୁଛନ୍ତି? ମର୍ତ୍ତ୍ୟୋ ମୃତ୍ୟୁ ବ୍ୟାଲଭିତଃ ପଲାୟନ୍ ଲୋକାନ୍ ସର୍ବାନ୍ ନିର୍ଭୟଂ ନାତ୍ୟ ଗଚ୍ଛତ୍। ମା ଦେବକୀ ଭୟଟା ଥିଲାନି କଂସ କାରାଗାରରେ, ଏବେ ଜାଣିଲା ପୁଅ ମୋର ପଳେଇ ଆସିଛି। ପୁଅ ପଳେଇ ଆସିଛି। କହିଲେ ଏବେ ଜୀବ ଯଦି ମୃତ୍ୟୁ ମୁଖରେ ପଡ଼ିଥିବ ମଧ୍ୟ ଉଦ୍ଧାର ହେଇଯିବ, ମୃତ୍ୟୁ ବି ଭୟ କରିବ। ଆଉ କଣ ହବ ନା ଆଉ କୌଣସି ଭୟ ନାହିଁ। ଲୋକାନ୍ ସର୍ବାନ୍ ନିର୍ଭୟଂ ନାତ୍ୟ ଗଚ୍ଛତ୍। କହିଲେ ଯୋଉ ଲୋକ ଭୟଭୀତ ହେଇଥାନ୍ତି, ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନ ପାଇନାହାନ୍ତି, ଏବେ ତୁମ ଚରଣକୁ ଆଶ୍ରିତ ହେଇଗଲେ। ଦେବକୀ କହୁଛନ୍ତି ଯିଏ ତୁମ ଚରଣରେ ଆଶ୍ରିତ ହେଇଯିବ ତାର ଆଉ ଭୟ ରହିବନି। ଏଥିରୁ ପ୍ରମାଣ ହେଲା ଭଗବତ ଚରଣାରବିନ୍ଦକୁ ଯିଏ ଆଶ୍ରା କରିଛି ତାର ଭୟ ହବ ନାହିଁ। ତେଣୁ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଭାଷାରେ ଯେଉଁ ପାଦ ଲାଗି
सुनाई कि श्री भगवान वाच कहे हे देवी किए तुम्हें पूर्व सर्गे कृष्ण स्वयं भुवे सती तदायं सुतपानाम प्रजापति रकवस। हे देवी माँ देवकी को कहते स्वयंभू मन्वंतर तुम प्रथम जन्म होता से तुमर ना थिला माँ देवकी कृष्ण आ तुम स्वामी को ना थिला सुतापा। से तुम्हें दुई जन प्रजापति बहुत तपस्या कर भगवान को पुत्र रूप में पाइबा तेणु भगवान को पुत्र रूप में पाइबा एबे मु तुमको सेते बेले वरदान करथिली जहा कि 3 जन्म धरि कि मु तुमर पुत्र रूप में आसी। प्रथमे मु आसीथिली केते बेले ना अदिति आ कश्यप के पाखे बामा भगवान कौशल्या दशरथ के पाखे मर्यादा पुरुषोत्तम प्रभु राम है। एबे पुणी वसुदेव देवकी के पाखे मु कृष्ण रूप में आसी। तेणु तुम्हें से मागी जे भगवान तुम भाया पुत्र किए दरकार मो भाया तो अल्टीमेट किए भगवान को भाया अल्टीमेट किए अच्छी। भगवान कहले मु बाध्य कि मोर नित्य गोलोक आसबार इच्छा नथिला तेणु तुम पाखे मु प्रकट हेली किंतु मु नित्य जन्म बा मो नित्य घर कोठी ना मो नित्य गोलोक रे नित्य निवास करे। तेणु मु तुमर देइथिबा वर अनुसार एबे तुम पाखरे मु पहुंची एतिकी कहला परे संगे संगे देखले ठीक कथा सब भगवान चुप हो गले। हेले जदि पुआ है कि चतुर्भुज है कि थिबे ताले मां देवकी आ वसुदेव से हाथ जोड़ी कि थिबे लीला करबो आ लीला हबनी एक कथा सुनि कि एपटे कोन है छी ना जोगमाया आज्ञा रे कोन कले पुणी प्रभु निजे कंसर द्वारवासी माने समस्ते अछंती प्रभु संगे संगे गुटी छोट बालक है किछि क्षण पाई जदि बालक न होचंती मां देवकी भितरे से वात्सल्य रस केंति आस्वादन करिबो। तेणु छोट बालकटी है कि आज्ञा कले कोन जोगमाया को तुमे जेते द्वारपाल अछंती समस्त को कोन कर निर्धारित कर दे। आपण देखंतु भगवान जो पड़े आसबे से अंधकार आलु हो आलु जगह भी अंधकार हो कर्तुम अकर्तुम अन्यथा कर्तुम। तेणु एपटे पुओ को कोल धरिकी भाद मास पक्ष मध्यरात्रि प्रबल वर्षा चली वर्षा समय कौन ना जोगमाया को आज्ञा कले फटकी समस्ते शोगले माँ देवकी पाखे किसी ना कोठे गोटे कुलाटे पड़ा कि कौन पड़ा आसला लुगा कर्णाटा जो पिंधि एमती वर्णन अच्छी आनंद वृंदावन चंपू गोपाल चंपू बृहद भागवतामृतम लघु भागवतामृतम आदि अनेक कृष्ण लीला ग्रंथ में वर्णन अच्छी कान लुगा को अधा चिरदेला सेटा पिछे देला मो धन मो पुओ छोड़ी मां तो सेठी सुआई देछि सुआई देके तापर कोन करछथि वसुदेव कोन कले केमति जिबे आज्ञा ही गला जे वसुदेव संगे संगे कोन करछथि जेतले कबाट पाखु जाइछथि ता कृष्ण बाहे
वसुदेवागते स्वयं वसुदेव को नेत्र प्रेमाश्रु बहि जाउछि जे जगतर भार बहिचंती ताकू आज मुंडरे केमती मुंडेबी जे जगतर भार बहिचंती वसुदेव आज मस्तक धारण करचंती ता कृष्ण देवा हे वसुदेव आगते स्वयं व्यवरजन्त यथा तमोरवे कृष्ण सूर्य सममाया अंधकार जहाँ कृष्ण तहाँ नहीं माया अधिकार वसुदेव जब कबाट पाखु आछंती कबाट खुलिगला सिंकुली गुडा का आगो खुलिगला ताकू जे बंदा आइतिला तापरे कबाट खुलिगला वसुदेव पुणी टिके आगो को बाहरले आगो को जते बेले बाहर छंती बाहर देखला बेलू प्रबल वर्षा चिंता कले कोन करिबी एपटे मथुरा रे कंस कारागार से जमुना पार होले गोकुल एबे जोटा 16 किलोमीटर से जोटा जमुना पार होले सेतिक बेले बहुत दिन होला अपेक्षा करछंती कि भाई को सेवा करिया पाई बलराम आज शेष अनंत संगे संगे जते बेले वसुदेव टेकी कि नउचंती सेही समय कोन कले ना सप्त फेणी अनंत मस्तक रे रहि जाइछंती मो छोट भाई हेले मध्य मु नित्य तांकर सेवक से मोर सेव्य तुलसीदास को रामचरित मानस अनुसार सेव्य सेवक भाव बिनु भवन तरिय उरगारी तेणु से न्यारे ये सेवारे लागि छन जतबेले भगवान श्री कृष्ण को नौचंती जमुना रे जमुना धीरे 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 बढ़ी आसला प्रबल वर्षा होती जमुना जतबेले बढ़ी आसुची नदी जल रे फेण आसी गला एमिति सब देखिकी भयानका सता कुला नदी मार्ग ददु सिंधुरी श्रियपते बोले जमुना उगाणी काई कहूची ना जमुना मने मने भाबुची प्रभु वर्तमान लीला करबा को आछंती मु वर्तमान के प्रभु को चरण को धोई दियंती हेले धोइबी केमिति पछे पछे तो रहिले 150 हबे बड़ ठाकुर अछंती बलराम आगे पुणी शशुरटा आगे केमती जीवी शशुर आगे को एई विषाद रे ये विप्रलंब व्याकुलता रे जमुना को आखिर पर असुधार होछि जमुना आखिर धार धार लुह होछि पुणी मन मन भाबुछंती मते काले जमक भौणी तो जमुना ना मते काले जमक भौणी भाबी कि श्री कृष्ण घृणा करिवेनी मते पाखे छुआई देबे तो सेति पाई करे जमुना आखिरु लो हो जाउ आउ कोथि पाई ना प्रभु वर्तमान गोकुल को जाउ गोकुल रे जाई कि गोपबाला को सहित केते लीला करिवे सेति पुणी गोमाता को सहित लीला करिवे तेणु करी जमुना जमुना मने मने कोन भाबिले भगवान श्री कृष्ण को से लीला कथा मने पके कि आज जमुना तरंगायित होचंती धीरे धीरे बढ़िया को लागुछंती आ उते कथा जमुना मन कोन चिंता करछंती बोले ये अगाध जल भितरे किए बा ताको अटकाई पारिबा मु कोन चाहि अटकाई पारिबे जमुना खाली मने मने चिंता करछंती केमिति ले टिके पात्रटा बढ़ी दियंते मु छुई देले मु छाड़ी देंती रास्ता एपटे किंतु जतबेले व्याकुल हो गले कंठ नाक पर्यंत पानी आखिया आसले वसुदेव मने पकेले को कथा वाल्मीकि रामायण से कथा मने पकोचंती भागवत रे से कथा मने पकोचंती कहले सेदिन समुद्र जतबेले बाट न देला भगवान शंकर को आगो पूजा कले किए प्रभु मर्यादा पुरुषोत्तम श्री रामचंद्र करी हम जानू शंभु थापना मोरे हृदय प्रभु परम कल्पना श्री राम जय राम जय जय राम राम लक्ष्मण सिया सुंदर श्याम भयानकार सतकुला नदी मार्गम ददौ सिंधुरी वस्यपते जमुना चिंता कला बोले प्रभु राम के प्रधानित होइले धनुष को धरि पकैले बोले आज ये समुद्र को सुखै देबे
ଏତିକି ଭିତରେ ସମୁଦ୍ର ଯେମିତି ସାଙ୍ଗେ ସାଙ୍ଗେ ବାଟ ଦେଇଦେଲା, ଯମୁନା କହିଲା ଯଦି ସେଇଆ ଆଉ ଅବସ୍ଥା ପୁଣି ହବନି ତ। ସେଇଠି ଯମୁନା କଣ କଲା ନା ଭଗବାନଙ୍କ ଦର୍ଶନ ଭାବଗ୍ରାହୀ ଭାବ ବିନୋଦିଆ ଠାକୁର ଟିକେ ପାଦଟି ତଳକୁ ବଢେଇ ଦେଇଛନ୍ତି, ଯମୁନା ସ୍ପର୍ଶ ହେଇଯାଇଛି। ଯମୁନା ସ୍ପର୍ଶ ଯେତେବେଳେ ଯାଇଛନ୍ତି, ବହୁତ ଲୋକ ଗାଁ ଗହଳିରେ ଜାଣନ୍ତିନି ପ୍ରଭୁକୁ ସକାଳେ ସ୍ନାନ କଲା ବେଳେ ଗଙ୍ଗା ଜଳରେ ଯମୁନା ଜଳରେ ସ୍ନାନ କରାନ୍ତି। ଗଙ୍ଗା ଜଳ ଯମୁନା ଜଳ ନେଇକି ସ୍ନାନ କରାନ୍ତି। ଆରେ ଇଏ କି ମୂର୍ଖତା, ଗଙ୍ଗା ତ ତାଙ୍କ ପାଦ ଜଳ, ଯମୁନା ବି ପାଦ ଜଳ ସ୍ପର୍ଶିତ। ତେଣୁ ତମେ ଗାଁରେ ଯେତେବେଳେ କୂଅରୁ ହଉ ବା କେଉଁଠି ଜଳ ଆଣିଥିବ, ସେଠି ଗଙ୍ଗା ଯମୁନା ନ ମିଳୁଥିବାରୁ ସେଠି କଣ କରାଯାଏ, ଓମ୍ ଗଙ୍ଗେ ଚ ଯମୁନା ଚୈବ ଗୋଦାବରୀ ସରସ୍ୱତୀ ନର୍ମଦା ସିନ୍ଧୁ କାବେରୀ ଜଳେସ୍ମିନ୍ ସନ୍ନିଧି କୁରୁ। କିନ୍ତୁ ସେ ଗଙ୍ଗା ଜଳରେ ସ୍ନାନ କରିବନି, ପ୍ରଭୁଙ୍କର ଚରଣ ଧୌତ ଜଳ ଆଉ ଥରେ ସ୍ନାନ କରିବ। ଯମୁନା ମଧ୍ୟ ପ୍ରଭୁଙ୍କର ଚରଣ ଧୌତ ଜଳ ଯଥାର୍ଥରେ ଯଦି ଦେଖାଯାଏ। ତେଣୁ ଏଇଭଳି ଯେତେବେଳେ ହେଇଛି, ଯମୁନା ବାଟ ଛାଡ଼ି ଯାଇଛି। এই ସମୟରେ ନନ୍ଦ ବ୍ରଜ ସୌରୂପେତ୍ୟତତ୍ରତା ଗୋପାଳ ପ୍ରସୁପ୍ତାନୁକଲଘନିତ୍ରୟା। ସେତେବେଳକୁ ମଧ୍ୟରାତ୍ରି, ସମସ୍ତେ ଗୋକୁଳରେ ନନ୍ଦ ବାବାଙ୍କର ସବୁ ଶୟନ କରିଛନ୍ତି। ତେଣୁ ସେଠିକି ଯାଇ ଭୋର ନିଦ୍ରାରେ ମା ଯଶୋଦା ଶୋଇଛନ୍ତି। ଯଶୋଦାଙ୍କ କୋଳରେ ନେଇକି କଣ କଲେ ନା ସେଇଠି ଶୋଇଦେଲେ। ଶୋଇ ଦେଇକି ସେଠିକାର କନ୍ୟାଟିକୁ ଧରିକି ପୁନଃ କଂସ କାରାଗାରକୁ ଆସିଲେ। ମାୟାଧୀଶକୁ ନେଇକି ଗଲା ବେଳେ କଂସ କାରାଗାର ଖୋଲିଗଲା। ମାୟାକୁ ନେଇକି ଆସିଲେ, ପୁଣି ବନ୍ଦ ପଡ଼ିଗଲା। ଗୋଟେ ପୁଣି ବନ୍ଧା ହେଇଗଲେ। ଏଇଭଳି ଭାବରେ କନ୍ୟାକୁ ନେଇକି ଆସିଛନ୍ତି। ଏପଟେ ମା ଯଶୋଦା ସେଠି ଜାଣି ପାରୁନାହାନ୍ତି। ଯଶୋଦାନନ୍ଦ ପତ୍ନୀ ଚ ଜାତ ପରମ ବୁଦ୍ଧ୍ୟତ ନକଲିଙ୍ଗ ପରିଶ୍ରାନ୍ତା ନିଦ୍ରୟା ପଗତ ସ୍ମୃତି। ସେ ଶୋଇଛନ୍ତି, ଆଉ ଜାଣିବେ କେମିତି? ମଧ୍ୟରାତ୍ରି ସମୟ ଇଏ ଏପଟେ ଛାଡ଼ିକି ପଳେଇ ଆସିଲେ। ଏପଟେ ଯେତେବେଳେ ଏଠି ଛାଡ଼ି ଦେଇଛନ୍ତି, ସାଙ୍ଗେ ସାଙ୍ଗେ ସେ ଯୋଗମାୟା ଜଳମାୟା କ୍ରନ୍ଦନ କରିଛନ୍ତି। କ୍ରନ୍ଦନ କଲା ପରେ କଂସ ପାଖକୁ ଖବର ଯାଇଛି। କଂସ ଯେତେବେଳେ ଜାଣିଲା ଗୋଟିଏ ସନ୍ତାନ ହେଇଛି, କଂସ ସଙ୍ଗେ ସଙ୍ଗେ ଆସିକି କଣ କରିଛି ନା ବାହାରି ପଡ଼ିଲା। ଦ୍ୱାରପାଳ ମାନେ ଜାଣିପାରିଲେ। ପ୍ରତୀକ୍ଷା କରିକି କଂସ ସମସ୍ତେ ରହିଥିଲେ। ଅଷ୍ଟମ ଗର୍ଭ ତୋୟା ଅଷ୍ଟମ ଗର୍ଭ, ତୋର ଅଷ୍ଟମ ଗର୍ଭଟି କାଳ ହବ। ଏଇଭଳି କରୁ କରୁ ଯେତେବେଳେ କଂସ ନେଇକି ଯାଇଛି, ଭଉଣୀ ଦେବକୀଙ୍କର ମିନତି କରିଛି, ମୋର ତ ସବୁ ସନ୍ତାନ ମାନେ ଚାଲିଗଲେ, ଏ ଶେଷରେ ମୋର କନ୍ୟାଟି, ତାକୁ ଛାଡ଼ି ଦିଅ। ଏତିକି କହିକି ଯେତେବେଳେ କଂସ ନେଇଛି, ସଙ୍ଗେ ସଙ୍ଗେ କଣ ହେଇଛି ନା ସେ କନ୍ୟାଟି ଯିଏ ଯୋଗମାୟାରୁ ଜଳମାୟା ହେଇଛନ୍ତି, କଂସ କଚାଡ଼ିକି ମାରିଲା ବେଳକୁ ସେ ଅନ୍ତର୍ଧ୍ୟାନ ହେଇଯାଇଛନ୍ତି, ଆକାଶଗାମୀ ହେଇଯାଇଛନ୍ତି। ଆକାଶଗାମୀ ହେଇକି ସେ ମାତା ଉପରେ ଦର୍ଶନ ଦେଇଛନ୍ତି। କଂସ ଦେଖୁଛି କେମିତିଆ ସେ ମା ଦୁର୍ଗାଙ୍କର ରୂପ ସେତେବେଳେ ବର୍ଣ୍ଣନା ହେଇଛି। ଦିବ୍ୟ ସ୍ୱଗମ୍ବରାଲେପ ରତ୍ନାଭରଣ ଭୂଷିତା ଧନୁଶୂଳେ ସୁଚର୍ମାସି ଶଙ୍ଖ ଚକ୍ର ଗଦାଧର। ସେ ମା ଧନୁ ଧରିଛନ୍ତି, ତ୍ରିଶୂଳ ଧରିଛନ୍ତି, ବାଣ ଢାଲ, ତାପରେ ଶଙ୍ଖ ଚକ୍ର ଏମିତି ଧରିଛନ୍ତି। ଆଉ ସେ ମାଙ୍କ ଚାରିପାଖରେ ଗନ୍ଧର୍ବ କିନ୍ନର ଅପ୍ସରା ଏ ସମସ୍ତ ସ୍ତୁତି କରୁଛନ୍ତି। ଏତିକି ଦେଖିକି ତାପରେ କହିଲେ, ମୂର୍ଖ କଂସ, ତୁ ଯାହାକୁ ମାରିବାକୁ ଚାହୁଁଛୁ ସେ ଆଉ କୋଉଠି ଜନ୍ମ ନେଇ ସାରିଲାଣି, ଆଉ ତାକୁ ବି ତୁ ଜାଣିପାରିବନି। କାହିଁକି ନା ସେ ଯୋଉଠି ଜନ୍ମ ନେବେ, ବହୁ ନାମ ବିଭାନିକେତେଷୁ ବହୁ ନାମ ବଭୂବଃ। ସେ ଯୋଉଠି ଜନ୍ମ ନେବେ ତାଙ୍କର ଅନେକ ନାମ ହବ, ଅନେକ ରୂପ ହବ, ଅନେକ ଗୁଣ, ଅନେକ ଲୀଳା କରିବେ। ତେଣୁକରି ଏତିକି କହିଲା ପରେ କଂସର ପୁଣି ପରିବର୍ତ୍ତନ। ରାକ୍ଷସର ସବୁବେଳେ ପରିବର୍ତ୍ତନ ହଉଥିବ, ଏବେ ଭଲ, ଏବେ ମନ୍ଦ, ଏବେ ଭଲ ମନ୍ଦ। ଯେତେବେଳେ ଇଏ ମା ଦୁର୍ଗାଙ୍କ ବାଣୀ ଶୁଣିଲା ପରେ କହୁଛି, ମୁଁ ଭଉଣୀଟାକୁ ଖାଲିରେ କଷ୍ଟ ଦେବି। ଆରେ ଦେବତା ମାନେ ବି ମିଥ୍ୟା ଗୁଡାକ, ଦେବତା ମାନେ ଆକାଶବାଣୀ କରିଥିଲେ, ଏ ଦେବତା ମାନେ ବି ମିଥ୍ୟାବାଦୀ।
ଅଷ୍ଟମ ଗର୍ଭ ଇଏ ହବ କାହିଁ ଏ ଅଷ୍ଟମ ଗର୍ଭ ତ ପୁତ୍ର ହେଲାନି ଇଏ କନ୍ୟା ହେଇଗଲା। ଏ ଦେବତା ମାନେ ନିଶ୍ଚିତ ଭାବରେ ମିଥ୍ୟାବାଦୀ ଆଉ ଏମାନେ ହଉଛନ୍ତି କଣ କପଟି ହେଇଥିବେ। ଏଇଭଳି କହିକି କଂସ ପୁଣି କଣ କଲା ନା ନିଜର ଭଉଣୀ ଆଉ ଭିଣେଇକୁ କ୍ଷମା ପ୍ରାର୍ଥନା କରିଛି। ଅସୁର ବି କ୍ଷମା ପ୍ରାର୍ଥନା କରିଛି। କହିଲା ବଡ ଆଶ୍ଚର୍ଯ୍ୟ କଥା, ମୋର ଭିଣେଇ ବସୁଦେବ ବଡ ସତ୍ୟବାଦୀ, ଏ ଆକାଶବାଣୀ ମିଥ୍ୟା ଆଉ ଏ ଦେବତା ମାନେ ମିଥ୍ୟା। ଏଇଭଳି କହିକି ତାଙ୍କ ମାନଙ୍କୁ ବହୁତ ସମ୍ମାନ କରିଛି। ସମ୍ମାନ କରିକି ତାପରେ ତାଙ୍କ ମାନଙ୍କୁ ପୁଣି କିଛି ଦିନ ପାଇଁ କାରାଗାର ଛାଡି ଦେଇଛି। ଏକଥା ବି କୋଉଠି ବର୍ଣ୍ଣନ ରହିଛି। ଏମିତି କଲା ପରେ ପୁଣି ସେଇ କଥା ପହଞ୍ଚି ଆସିଲେ କିଛି ଦିନ ପରେ କିଏ କହିଲେ ଯଦି ବସୁଦେବ ଦେବକୀକି ଛାଡ଼ିଦେବ ଏମାନେ କଷ୍ଟ ପାଇବେନି, ଆଉ ଭଗବାନଙ୍କୁ ଡାକିବେନି, ଆଉ ଭଗବାନ ତ ଆସିବେନି, କଂସଟା କେମିତି ମରିବ। ପୁଣି ବୁଲି ବୁଲିକି କିଏ ଆସିଲେ ଲୀଳା କରିବା ପାଇଁ ଶ୍ରୀମନ୍ନାରାୟଣ।